ଆଜିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ସହର ପାଲଟିବ ମଥୁରା ନଗରୀ। ମହାରାଜା କଂସଙ୍କ ରାଜତୀରେ ଥରହର ହେବେ ବରଗଡ଼ବାସୀ। ଏଥର ପୁଣି ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ। ତେବେ ଆସନ୍ତୁ ଆମ ସହ ଅଛନ୍ତି ଭୁବନେଶ୍ୱର ପ୍ରଧାନ। କଳିଙ୍ଗ ଟିଭିକୁ ସ୍ୱାଗତ। କ'ଣ କହିବେ ଯେ ଆପଣ ଭୁବନେଶ୍ୱର ପ୍ରଧାନ ଏବଂ ମହାରାଜା କଂସ ଆପଣ କେମିତି ଦେଖୁଛନ୍ତି? ଦେଖନ୍ତୁ, ମୋ ନାଁ ହେଉଛି ଭୁବନେଶ୍ୱର ପ୍ରଧାନ, ଘର ହେଉଛି ସରଲା ବରଗଡ଼। ଆମେ 6 ପ୍ରାଣୀ କୁଟୁମ୍ବ। ଆମର ଖଣ୍ଡିଏ ରାସନ ଦୋକାନ ଅଛି। ରାସନ ଦୋକାନରେ ଆମେ ଯାହା ବିକ୍ରି କରୁଛୁ, ଯେଉଁ 100, 200, 300 ଟଙ୍କା ବଳି ପଡ଼ୁଛି, ସେତିକିରେ ଆମ ଗୁଜୁରାଣ ଆମେ ମେଣ୍ଟଉଛୁ। କାହିଁକିନା କଳା ଜଗତରେ ହେଲା ମୋତେ 41 ବର୍ଷ, ମୋ ବୟସ ହେଲା 51 ବର୍ଷ। କଳା ଜଗତରେ ମୋର ପୈତୃକ ସମ୍ପତ୍ତି ମୁଁ 17 ଏକର ବିକ୍ରି କରି ସାରିଛି। ମୋ ପାଖରେ ଆଉ ପୈତୃକ ସମ୍ପତ୍ତି ନାହିଁ। ସେ ରାସନ ଦୋକାନଟା ହେଉଛି ମୋ ମା ବାପା ସବୁକିଛି। ସେଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମେ ଗୁଜୁରାଣ ମେଣ୍ଟଉଛୁ। ଏବଂ କଳାଟା ହେଉଛି ମୋ ନିଶା। ମୁଁ ଏ ନିଶାକୁ କେବେ ଛାଡ଼ି ପାରୁନି। ଏବଂ ବିଭିନ୍ନ ଜାଗାରେ ମୁଁ କଂସ, ରାବଣ, ଜଳନ୍ଧର ଭୂମିକାରେ ଅଭିନୟ କରିସାରିଲା ପରେ ବରଗଡ଼ ଧନୁଯାତ୍ରାରେ ମୁଁ ଯେତେବେଳେ ଚୟନ ପ୍ରକ୍ରିୟାରେ ଗତ ବର୍ଷ 22 ଜଣ କଳାକାରକୁ ପଛରେ ପକାଇ ପୁଣି ମୁଁ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିବା ପାଇଁ ମନସ୍ଥ ହେଇଛି, ମୁଁ ବହୁତ ଖୁସି ଥିଲି। ଏ ବର୍ଷ ପୁଣି ବରଗଡ଼ ଅଞ୍ଚଳବାସୀ, ବରଗଡ଼ ଶାସନ, ବରଗଡ଼ ପ୍ରଶାସନ କମିଟି ସମସ୍ତେ ମୋତେ ପୁଣି କଂସ ଅଭିନୟ କରିବା ପାଇଁ ଯେତେବେଳେ ସୁଯୋଗ ଦେଇଛନ୍ତି, ଏଥିରେ ମୁଁ ବହୁତ ଆନନ୍ଦିତ। କ'ଣ କହିବେ ଭୁବନେଶ୍ୱର ବାବୁ, ଯେହେତୁ ଆପଣ 11 ଦିନର ରାଜା ରୂପରେ ଆପଣ ଥାଆନ୍ତି ଏବଂ ଆଜିଠାରୁ ଆପଣ ମହାରାଜା କଂସ ଭୂମିକା ଆପଣ ଅଭିନୟ କରିବେ, ତ ପ୍ରଜାମାନଙ୍କ ସହିତ ଆପଣ କେମିତି ଥାଆନ୍ତି, କ'ଣ କହିବେ ୟାକୁ ନେଇ? ଦେଖନ୍ତୁ, ଦୈନନ୍ଦିନ ଜୀବନ ଗୋଟେ ଅଲଗା ଜୀବନ ଏବଂ ଧନୁଯାତ୍ରାର 11 ଦିନ କାଳ ଇଏ ଗୋଟେ ଅଲଗା ଜୀବନ। ଦୈନନ୍ଦିନ ଜୀବନରେ ଇଷ୍ଟ ମିତ୍ର ବନ୍ଧୁ ବର୍ଗ ଭାଇ ଗାଁ ଭୂଇଁ ସମସ୍ତେ ହେଉଛନ୍ତି ଆମ ଭାଇ ବନ୍ଧୁ କୁଟୁମ୍ବ। କିନ୍ତୁ ଆଜି ପ୍ରସ୍ତୁତ ହେଇଛି କଂସ ମହାରାଜ ଭୁବନେଶ୍ୱର ପ୍ରଧାନ, ପ୍ରସ୍ତୁତ ହେଇଛି ରଙ୍ଗମଞ୍ଚ ବା ରାଜ ଦରବାର, ପ୍ରସ୍ତୁତ ହେଇଛି କଂସ ମହାରାଜର ହାତୀ, ଓଠ, ଘୋଡ଼ା, ଗାଡ଼ି, ରଥ ଇତ୍ୟାଦି, ପ୍ରସ୍ତୁତ ହେଇଛି ମୀନା ବଜାର, ପ୍ରସ୍ତୁତ ହେଇଛି ତୋରଣମାନ। କିନ୍ତୁ ଆଉ କେଇ ଘଣ୍ଟା ପରେ ମୋ ମଥାରେ ଲାଗିବ ମକୁଟ। ସେଇ ସୁଯୋଗକୁ ମୁଁ ଅପେକ୍ଷା କରିଛି। କେତେବେଳେ ମୁଁ ରଙ୍ଗ ପାଉଡର ବୋଳି ହେଇକି ମୋ ଶିରରେ ମକୁଟ ଲାଗିବ ଏବଂ ମୁଁ ପୁରାତନ ଯୁଗର ସେଇ ଦ୍ୱାପର ଯୁଗର କଂସ। ଭୁବନେଶ୍ୱର ବାବୁ, ଆପଣ ଯେତେବେଳେ ମହାରାଜା କଂସ ରୂପରେ ଥାଆନ୍ତି, ଆମେ ଦେଖିଥାଉ ବିଭିନ୍ନ ସମୟରେ ବଡ଼ ବଡ଼ ନେତା ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀମାନେ ମଧ୍ୟ ମଞ୍ଚକୁ ଆସିଥାନ୍ତି। ଆପଣଙ୍କୁ ଭଜ ଲାଗେ କି? ନା, ଭୟ କାହିଁକି ଲାଗିବ? କାହିଁକିନା ମୁଁ ପା ସ୍ୱର୍ଗମର୍ତ୍ତ୍ୟ ପାତାଳକୁ କରିଅଛି ଜୟ। ନିଜ ପିତାକୁ ତ ମୁଁ କ୍ଷମା ଦେଇନାହିଁ, ତାକୁ ଗାଦିଚ୍ୟୁତ କରି ମୁଁ ନିଜେ ରାଜା ହେଲି ମଥୁରା ରାଜ୍ୟରେ ଏବଂ ତାକୁ ମୁଁ କୋଟୱାଳ ପଦରେ ନିଯୁକ୍ତି କଲି। ଆଉ ପ୍ରଶାସନ ଶାସନ ଏମାନଙ୍କୁ କାହାରିକୁ ମୋତେ ଭୟ ଲାଗେନି। ଯେତେବେଳେ ଯାଏ ମୋ ଶିରରେ ଥିବ ମକୁଟ ଏବଂ ଏଇ 11 ଦିନ କାଳ ମୁଁ କାହାରିକୁ ଭୟ କରେ ନାହିଁ। ତ ବିଗତ ଦିନରେ ମଧ୍ୟ ଆପଣ କଂସ ଭୂମିକାରେ ଅଭିନୟ କରିଥିଲେ। ସ୍ୱର୍ଗତ ବିଜୁ ପଟ୍ଟନାୟକ ମଧ୍ୟ ଆପଣଙ୍କ ସମ୍ମୁଖକୁ ଆସିଥିଲେ। କ'ଣ କହିବେ ଏହାକୁ ନେଇ? ଦେଖନ୍ତୁ, 1994 ମସିହାରେ ମୁଁ 93 ମସିହାରେ ବରଗଡ଼ ଧନୁଯାତ୍ରାରେ ମହାମନ୍ତ୍ରୀ ଭୂମିକାରେ ଅଭିନୟ କଲା ପରେ 94 ମସିହାରେ ମୁଁ ଚିଚିଣ୍ଡା ଧନୁଯାତ୍ରାରେ ଯେତେବେଳେ କଂସ ଅଭିନୟ କରିଥିଲି, ସେତେବେଳେ କଳିଙ୍ଗ ସମ୍ରାଟ ସ୍ୱର୍ଗତ ବିଜୁ ପଟ୍ଟନାୟକ ଆସିଥିଲେ ଆମ ଚିଚିଣ୍ଡା ଧନୁଯାତ୍ରାକୁ। 10 ମିନିଟ୍ ତାଙ୍କୁ ଲେଟ୍ ହେଇଥିଲା, ତେଣୁ ତାଙ୍କୁ ମୁଁ 10,000 ଟଙ୍କା ଜରିମାନା କରିଥିଲି। ସେଦିନ ମୋ ଆନନ୍ଦ କହିଲେ ନ ସରେ। କ'ଣ କହିବେ ଭୁବନେଶ୍ୱର ବାବୁ, ଯେତେବେଳେ 10,000 ଟଙ୍କା ଆପଣ ଜରିମାନା କରିଥିଲେ, ତ ବିଜୁ ପଟ୍ଟନାୟକ ସେହି ସମୟରେ କ'ଣ କହିଥିଲେ? ମଥାପାତି ଗ୍ରହଣ କଲେ ଏବଂ ସାଙ୍ଗେ ସାଙ୍ଗେ 10,000 ଟଙ୍କା ଦେଇଥିଲେ। ଏ କମ୍ ଆନନ୍ଦର କଥା ନୁହଁ। ତ ଏ ବର୍ଷ ଯେହେତୁ ଆପଣ 11 ଦିନରେ ଆପଣଙ୍କ ରାଜୁତି ଚଲିବ, ଧନୁଯାତ୍ରା ଆପଣ କରୁଛନ୍ତି, ତ ଅତିଥିମାନେ ଆସିବେ, ଅତିଥିମାନଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି ରହିବ, କ'ଣ କହିବେ ଏହାକୁ ନେଇ? ଦେଖନ୍ତୁ, କଂସାସୁର ହେଉଛି ପ୍ରଜାବତ୍ସଳ। ସମସ୍ତେ କହୁଛନ୍ତି ଦ୍ୱାପର ଯୁଗରେ କଂସ ଅନ୍ୟାୟ କରୁଛି। ଅନ୍ୟାୟ କରୁନାହିଁ କଂସ।
कहीं द्वापर जुगरे से समस्त को मुक्ति कर देइछि किंतु मु कंस शासन प्रशासन समस्ते आसिबे बहुत मान्यगण्य व्यक्ति आसिबे मथुरा राज्य को कंस दरबार को किंतु जी भूल करिवो ताकू मु कठोर दंडरे करिबी दंडित कहारी को क्षमा देव नाई कंस मथुरा राज्य रे तो भुवनेश्वर बाबू कौन कहबे कलिंग टीवी रो अगणित दर्शकों को आपण धनुयात्रा रे कौन वार्ता देबे हे मोर कलिंग टीवी रो अगणित दर्शक अगणित जनता मु भुवनेश्वर प्रधान तथा विश्व प्रसिद्ध बरगढ़ धनुयात्रा कंस मु तुमको कही दउछि आम द्वापर जुगरे जेमिति थिला वर्तमान एई जुगरे मध्य सेया भाई प्रति भाई भौणीर संपर्क भौणी प्रति भाईर संपर्क कौन पिता प्रति पुत्रर कर्तव्य कौन एवं समस्त मन रखिबे मोरी शत्रु हेउछि कृष्ण किंतु सुन नवदा भक्ति रे पूजा कले स्वयं नारायण को बा कृष्ण को प्राप्ति करि दियंती बा मोक्ष करि दियंती किंतु मु कंस मु दशम भक्ति प्रयोग करी मुक्ति पाइबी कृष्ण पाखरु तेणु मोर हे कलिंग टीवी अगणित दर्शक समस्ते कृष्ण प्राप्ति हो कली जुगरु त्राही पाइबा पई केवल हरिनाम एक तेणु त्रिभुवन विजय कंस आजी कलिंग टीवी दर्शक मानंकु देउछि निर्देश आज ठारू माने आज हला 11 तारिख जनवरी 11 रु जनवरी 21 तारिख पर्यंत 70तम विश्व प्रसिद्ध बरगढ़ धनुयात्रा अनुष्ठित हेउछि तेणु हे मोर कलिंग टीवी अगणित दर्शक दर्शिका समस्ते समस्त को आह्वान करुछि 11 रु 21 तारिख पर्यंत विश्व प्रसिद्ध बरगढ़ धनुयात्रा देखी शांति मैत्री क्षमा प्रार्थी हंतु समस्ते कृष्ण पाखरु ए हेउछि मोर आदेश ये थिले भुवनेश्वर प्रधान आज ठारू महाराजा कंस भूमिका रे अभिनय करिवे एवं दीर्घ 11 दिन धरी चलिबो महाराजा कंसंको राजती एवं बरगढ़ सहर हेबो महाराजा कंसंको आगरे थरहर।